ଏହା ଶୀତକାଳ ଡିସେମ୍ବର 20 ତାରିଖ 1919 ସାଲ। ମହାରାଷ୍ଟ୍ରର ମୁମ୍ବାଇରେ ଲୋକମାନ୍ୟ ତିଲକ ଟର୍ମିନାଲ ରେଳ ଷ୍ଟେସନରେ ମଧ୍ୟାହ୍ନ ସମୟରେ ବହୁତ ଭିଡ଼ ଥିଲା। ଆନ୍ଧ୍ରପ୍ରଦେଶର ମଚିଲିପଟ୍ଟନମକୁ ନିଜ ସହରକୁ ଯିବା ପାଇଁ ଅନୂହ୍ୟା ଟ୍ରେନକୁ ଅପେକ୍ଷା କରି ବସିଥିଲା। ପ୍ଲାଟଫର୍ମର ଗୋଟିଏ ପାଶରୁ ଅନ୍ୟ ପାଶ ପର୍ଯ୍ୟନ୍ତ ଆଖି ବୁଲାଇ ମୁଣ୍ଡ ଘୁରାଇ ବସିଥିବା ତାକୁ କିଛି ମୁହୂର୍ତ୍ତ ମଧ୍ୟରେ ତାକୁ ଚଢ଼ିବାକୁ ଥିବା ଟ୍ରେନ ଆସି ପହଞ୍ଚିଲା। ଫାର୍ଷ୍ଟ କ୍ଲାସ କମ୍ପାର୍ଟମେଣ୍ଟରେ ନିଜର ସିଟ ଖୋଜି ଅନୂହ୍ୟା ବସିଲା। ଜାନାଲା କାଚ ଦେଇ ପ୍ଲାଟଫର୍ମରେ ଘୁରୁଥିବା ଲୋକଙ୍କୁ ଦେଖିବା ତାକୁ ଏକ ଆନନ୍ଦଦାୟକ ମନୋରଞ୍ଜନ ଥିଲା। କ୍ରିସମାସ ଓ ନୂଆବର୍ଷ ଉତ୍ସବ ପାଇଁ ପରିବାର ସହିତ ସମୟ କାଟିବାକୁ ସେ 2 ସପ୍ତାହର ଛୁଟିରେ ନିଜ ସହରକୁ ଯାଉଥିଲା। ଏବେ ମୁମ୍ବାଇରେ ଅନୂହ୍ୟା କ'ଣ କରୁଥିଲା ତାହା ତ କହିଲି ନାହିଁ ନା। ଅନ୍ଧେରୀ ଇସ୍ତରେ ଥିବା ଏକ ଶକ୍ତର କମ୍ପାନୀରେ ସେ ଇଞ୍ଜିନିୟର ଭାବେ କାମ କରୁଥିଲା। ମା ଓ ବାପାଙ୍କୁ ମନେ ପକାଇଲେ ତାର ଓଠରେ ଏକ ଛୋଟ ହସ ଫୁଟି ଉଠୁଥିଲା। ପ୍ରାୟ 18 ଘଣ୍ଟାର ଟ୍ରେନ ଯାତ୍ରା ପରେ ନିଜ ଝିଅକୁ ଦେଖି ମା ଓ ବାପାଙ୍କ ମନ ଆନନ୍ଦରେ ଭରି ଉଠିଲା। ତାର ସାନ ଭାଇ ଓ ଭଉଣୀ ତ ଦିଦି ଆସିବା ମାତ୍ରେ ଦୁଷ୍ଟାମି ଆରମ୍ଭ କରିଦେଲେ, ଚିତ୍କାର କରି ହଟ୍ଟଗୋଳ ଆରମ୍ଭ କଲେ। ସହରରେ ଆତ୍ମୀୟ ଓ ବନ୍ଧୁଙ୍କୁ ଭେଟି ମା ବାପା ଭାଇ ଭଉଣୀ ସହିତ ମଚିଲିପଟ୍ଟନମର ବେଳାଭୂମିରେ ସିନେମା ଦେଖି ସମୟ କାଟିଥିବା ଅନୂହ୍ୟାକୁ ସେହି 2 ସପ୍ତାହ ଏକ ମୁହୂର୍ତ୍ତ ପରି ଲାଗିଲା। ଦୂର ସହରରେ କାମ କରୁଥିବା ପିଲାମାନେ ଘରକୁ ଫେରିଲେ। କେତେଦିନ କଟିଲେ ବି ସମୟ ଜଣାପଡ଼େ ନାହିଁ ନା, କିନ୍ତୁ ସେହି ଆନନ୍ଦର ମୁହୂର୍ତ୍ତଗୁଡ଼ିକ ଥିଲା କେବଳ କ୍ଷଣସ୍ଥାୟୀ। ଘରୁ ବାହାରିବା ଦିନ ସମସ୍ତଙ୍କ ମନରେ ଏକ ବିଷାଦ, ଏକ ଉଦ୍ବେଗ କାମ କରୁଥିଲା। ଅନୂହ୍ୟା ବି ତାର ମନକୁ ଘରେ ରଖି ମୁମ୍ବାଇକୁ ଫେରିଲା। ଦୈନନ୍ଦିନ ଜୀବନରେ ଡୁବିଗଲେ ତାହା ହିଁ ଏକ ଦୁନିଆ ହୋଇଯାଏ ନା, କିନ୍ତୁ ସେହି ଦିନ ହିଁ ଥିଲା ତାର ପରିବାରକୁ ଶେଷଥର ପାଇଁ ଦେଖା। ସେମାନେ ତାକୁ ଯେ ଦେଖିଥିଲେ ତାହା ବି ଶେଷଥର, କାରଣ ସେହି ସମୟରେ ସେ ଏହି ଦୁନିଆରେ ନଥିଲା। ସେହି ଦିନଗୁଡ଼ିକରେ ଏକ ଭୟଙ୍କର ଘଟଣା ଘଟିଥିଲା। ଆନ୍ଧ୍ରପ୍ରଦେଶରୁ ଆସିଥିବା ଅନୂହ୍ୟାକୁ ମହାରାଷ୍ଟ୍ରରେ ଯେ ଭୟଙ୍କର ଘଟଣା ଘଟିଲା ତାହା କ'ଣ? ସେହି ଘଟଣା ସମସ୍ତ ଯୁବତୀଙ୍କୁ ଓ ସେମାନଙ୍କ ପରିବାରକୁ ଏକ ସତର୍କବାଣୀ ଦେଇଥିଲା। ଏବେ ସେହି ଘଟଣାକୁ ଥରେ ମନେକରି ସତର୍କ ହେବା। ଜାନୁଆରୀ 5 ତାରିଖ 2014 ସାଲରେ ଅନୂହ୍ୟାର ମୁମ୍ବାଇରେ ପହଞ୍ଚିବାର କଥା ଥିଲା। ପହଞ୍ଚିଛୁ ଝିଅ ବୋଲି ଜାଣିବାକୁ ବାପା ଫୋନ କଲେ, କିନ୍ତୁ ତାର ଫୋନ ସୁଇଚ୍ ଅଫ୍ ଥିଲା। ଆଗ ରାତିରେ ଫୋନ କରିବା ବେଳେ ଏବେ ଶୋଇବାକୁ ଯାଉଛି ବୋଲି ସେ କହିଥିଲା। ବୋଧେ ଫୋନର ଚାର୍ଜ ସରିଯାଇଥିବ ବୋଲି ବାପା ନିଜକୁ ସାନ୍ତ୍ୱନା ଦେଲେ, କିନ୍ତୁ ମଧ୍ୟାହ୍ନ ହେଲେ ବି ଫୋନ ସୁଇଚ୍ ଅଫ୍ ଥିଲା। ଅନୂହ୍ୟାଠାରୁ କୌଣସି ଖବର ଆସିଲା ନାହିଁ। ବାପା ଆଉ ଥରେ ଫୋନ କଲେ, କିନ୍ତୁ ସଂଯୋଗ ମିଳିଲା ନାହିଁ। ଉଦ୍ବେଗରେ ଅନ୍ଧେରୀ ସ୍ତରେ ଥିବା ତାର ଲେଡିଜ୍ ହଷ୍ଟେଲକୁ ଫୋନ କଲେ। ତେବେ କେୟାରଟେକର କହିଲେ, ଅନୂହ୍ୟା ଏପର୍ଯ୍ୟନ୍ତ ହଷ୍ଟେଲକୁ ଫେରିନାହିଁ। ମଚିଲିପଟ୍ଟନମରେ ମା ଓ ବାପାଙ୍କ ମନରେ ଭୟ ଆରମ୍ଭ ହେଲା। କେୟାରଟେକର ସେମାନଙ୍କ ଉଦ୍ବେଗ ଦେଖି କହିଲେ, ମୁଁ ତାର ଅଫିସକୁ ଫୋନ କରି ଖୋଜ ନେବି। ଅଫିସକୁ ଫୋନ କଲେ ଅନୂହ୍ୟା ଅଫିସକୁ ବି ଆସିନାହିଁ ବୋଲି ଉତ୍ତର ମିଳିଲା। ଏହି ଖବର କେୟାରଟେକର ବାପାଙ୍କୁ ଜଣାଇଲେ। ଏବେ ସମସ୍ତେ ଭାବିଲେ କିଛି ବିପଦ ହୋଇଥାଇପାରେ। ରେଳ ହେଲ୍ପଲାଇନକୁ ଫୋନ କଲେ। ଟ୍ରେନ ସକାଳେ ଠିକ୍ ସମୟରେ ମୁମ୍ବାଇରେ ପହଞ୍ଚିଛି ବୋଲି ଖବର ମିଳିଲା। ଅଫିସର କିଛି ସହକର୍ମୀଙ୍କୁ ଫୋନ କଲେ ବି ଅନୂହ୍ୟା ଅଫିସକୁ ଆସିନାହିଁ, ଫୋନ ବି କରିନାହିଁ ବୋଲି ଉତ୍ତର ମିଳିଲା। ପୁଣି କେୟାରଟେକରଙ୍କୁ ଯୋଗାଯୋଗ କଲେ। ସେ କହିଲେ, ତୁରନ୍ତ ଏଠାକୁ ଆସି ପୁଲିସରେ ଅଭିଯୋଗ କରିବା। ଘରେ ମାଙ୍କ ଆଖିରୁ ଲୁହ ଏକମାତ୍ର ଅଳଙ୍କାର ହୋଇଗଲା। ବାପା ଜଣେ ଆତ୍ମୀୟଙ୍କୁ ନେଇ ବିମାନରେ ମୁମ୍ବାଇ ପହଞ୍ଚିଲେ, କିନ୍ତୁ ତେବେ ବି କୌଣସି ଖବର ମିଳିଲା ନାହିଁ। ହଷ୍ଟେଲ ଇନଚାର୍ଜଙ୍କ ସହ ସ୍ଥାନୀୟ ଥାନାକୁ ଅଭିଯୋଗ କରିବାକୁ ଗଲେ, କିନ୍ତୁ ପୁଲିସ ଅଭିଯୋଗକୁ ଗମ୍ଭୀରତାର ସହ ନେଲା ନାହିଁ। ଅନୂହ୍ୟା ହୁଏତ କାହାକୁ ଭଲ ପାଉଥାଇପାରେ। ଜୋର ଜବରଦସ୍ତି ବିବାହରୁ
ବଞ୍ଚିବାକୁ କାହା ସହ ଚାଲି ଯାଇଥାଇପାରେ ଏମିତି ପ୍ରଶ୍ନ କରି ବିରକ୍ତ କଲେ। ଏମିତି କିଛି ନାହିଁ, ମା ଓ ବାପା ଦୃଢ଼ତାର ସହ କହିଲେ। ତଥାପି ପୁଲିସରେ ଅଭିଯୋଗ ଦାୟର କରିବାର ଉତ୍ସାହ ଦେଖାଗଲା ନାହିଁ। ହଷ୍ଟେଲ ଇନଚାର୍ଜ ଓ ତାର ଅଫିସ ଅଧିକାରୀମାନେ ଏକାଠି ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଭେଟିଲେ। ଉପରୁ ଚାପ ଆସିବା ପରେ ହିଁ ପୁଲିସରେ କିଛି ଚଳଚଞ୍ଚଳ ଆରମ୍ଭ ହେଲା। ରେଳ ଷ୍ଟେସନ ନିକଟରେ ଥିବା ଅଟୋ ଟାକ୍ସି ଚାଳକଙ୍କୁ ଅନୂହ୍ୟାର ଫଟୋ ଦେଖାଇ ପଚାରିଲେ। କେହି ତାକୁ ଦେଖିନଥିବା କହିଲେ। ରେଳ ଷ୍ଟେସନର ଅଧିକାରୀ ଓ କର୍ମଚାରୀଙ୍କୁ ପଚାରିଲେ ବି କୌଣସି ଖବର ମିଳିଲା ନାହିଁ। ରେଳ ଷ୍ଟେସନରୁ ଅନ୍ଧେରୀ ସ୍ତର ହଷ୍ଟେଲ ପର୍ଯ୍ୟନ୍ତ ରାସ୍ତାରେ ସାଧାରଣ ଲୋକ, ଖବରକାଗଜ ବିକାଳି, ଦୁଧଲା, ସକାଳେ ବୁଲୁଥିବା ଲୋକଙ୍କୁ ସମସ୍ତଙ୍କୁ ପଚାରିଲେ। ଶେଷରେ ରେଳ ଷ୍ଟେସନରେ ଥିବା ପ୍ରାୟ 20ଟି ସିସିଟିଭି କ୍ୟାମେରାର ରେକର୍ଡିଂ ଯାଞ୍ଚ କରିବା ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ସୂତ୍ର ମିଳିଲା। ତାରେ ଦେଖାଗଲା ଅନୂହ୍ୟା ଜଣେ ବ୍ୟକ୍ତିଙ୍କ ସହ ଷ୍ଟେସନରୁ ବାହାରକୁ ଚାଲିଯାଉଛି। ସେହି ବ୍ୟକ୍ତି ସାର୍ଟ ଓ ପ୍ୟାଣ୍ଟ ପିନ୍ଧିଥିଲା। ଟ୍ରେନ ଆସିବାର ଗୋଟିଏ ଘଣ୍ଟା ଆଗରୁ ସେ ଏକ 2 ଚକିଆ ଗାଡ଼ି ଷ୍ଟେସନ ବାହାରେ ରଖି ମଦ ପିଉଥିବା ପରି ଲାଗୁଥିଲା। ରେଳ କର୍ମଚାରୀଙ୍କ ସହ କିଛି କଥା ହେଉଥିବା ସିସିଟିଭିରେ ରେକର୍ଡ ହୋଇଥିଲା। ସେହି କର୍ମଚାରୀଙ୍କୁ ପଚାରିଲେ। ସେମାନେ କହିଲେ ସେ ବାରମ୍ବାର ପଚାରୁଥିଲା, ଟ୍ରେନ୍ ଡେରିରେ ଆସୁଛି କି, ଠିକ୍ ସମୟରେ ଆସୁଛି କି। ପରେ ଦୁହେଁ ବାଇକରେ ଯିବାର ଦୃଶ୍ୟ ବି ସିସିଟିଭିରେ ରେକର୍ଡ ହୋଇଥିଲା। ଏହି ଦୃଶ୍ୟ ଆଧାରରେ ପୁଲିସ ମା ଓ ବାପାଙ୍କୁ କହିଲା, ଦେଖନ୍ତୁ ସେ କାହା ସହ ବାଇକରେ ଗଲାଛି, କିନ୍ତୁ ସେହି ବାଇକ କେଉଁଆଡ଼େ ଗଲା ତାହା କୌଣସି କ୍ୟାମେରାରେ ରେକର୍ଡ ହୋଇନଥିଲା। ଦିନ ଗଡ଼ି ଚାଲିଲା। ଅନୂହ୍ୟାର ପରିବାର ଓ ବନ୍ଧୁମାନେ ଭୟର ସମୁଦ୍ରରେ ବୁଡ଼ିଗଲେ। ଜାନୁଆରୀ 17 ତାରିଖରେ ପୁଲିସକୁ ଏକ ଫୋନ କଲ ଆସିଲା। କାଞ୍ଜୁରମାର୍ଗ ଜାତୀୟ ରାଜପଥ ପାଖରେ ପଚା ଅବସ୍ଥାରେ ଜଣେ ଯୁବତୀର ମୃତଦେହ ପଡ଼ିଛି ବୋଲି ଖବର ମିଳିଲା। ପୁଲିସ ଅନୂହ୍ୟାର ମା ଓ ବାପାଙ୍କୁ ନେଇ ସେହି ଜାଗାକୁ ଗଲେ। ରାଜପଥରୁ କିଛି ଦୂରରେ ଶୁଖିଲା ଜଙ୍ଗଲରେ ମୃତଦେହର କିଛି ଅଂଶ ପୋଡ଼ା ଅବସ୍ଥାରେ ଥିଲା। ଚାରିଆଡ଼େ ଦୁର୍ଗନ୍ଧ, ଶୁଖିଲା ରକ୍ତର ଦାଗ, ଦେହରେ କ୍ଷତ ଚିହ୍ନ, ମୁହଁ ଚିହ୍ନିବା ଅସମ୍ଭବ ହେଲା ପରି ପୋଡ଼ା ହୋଇଥିଲା। ଦେହ ଉପରେ ଥିବା କପଡ଼ାର ଖଣ୍ଡ ବିଖଣ୍ଡ ଆଧାରରେ ମା ଓ ବାପା ସେହି ଦେହ ଅନୂହ୍ୟାର ବୋଲି ଚିହ୍ନିଲେ। ସେହି ମୁହୂର୍ତ୍ତର ଦୁଃଖର କୌଣସି ସୀମା ନଥିଲା। DNA ପରୀକ୍ଷଣ ମାଧ୍ୟମରେ ପୁଲିସ ନିଶ୍ଚିତ କଲା ଯେ ସେହି ଦେହ ଅନୂହ୍ୟାର। ତାକୁ ବଳାତ୍କାର କରାଯାଇ ଗଳା ଚିପି ହତ୍ୟା କରାଯାଇଥିବା ମେଡିକାଲ ପରୀକ୍ଷାରୁ ଜଣାପଡ଼ିଲା। ଏହି ଘଟଣା ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ବଡ଼ ସମ୍ବଳନ ସୃଷ୍ଟି କଲା। ମହିଳା ସଂଗଠନ, ହଷ୍ଟେଲର ବାସିନ୍ଦା, ଅଫିସର ସହକର୍ମୀ, ସାଧାରଣ ଲୋକେ ବଡ଼ ପରିମାଣରେ ବିରୋଧ ପ୍ରଦର୍ଶନ କଲେ। ଅପରାଧୀକୁ ଗିରଫ କରି କଠୋର ଦଣ୍ଡ ଦେବାକୁ ଦାବି କଲେ। ମହାରାଷ୍ଟ୍ରର ଗୃହମନ୍ତ୍ରୀ ନିଜେ ଅନୂହ୍ୟାର ମା ଓ ବାପାଙ୍କୁ ଭେଟି ନ୍ୟାୟ ଦିଆଯିବ ବୋଲି ଆଶ୍ୱାସନା ଦେଲେ। ଏହି ଚାପରେ ପୁଲିସ ତଦନ୍ତକୁ ତୀବ୍ର କଲା। ସିସିଟିଭି ଫୁଟେଜକୁ ମୁମ୍ବାଇର ସମସ୍ତ ଥାନାକୁ ପଠାଗଲା। ରାଜ୍ୟର ସମସ୍ତ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ମାମଲାର ବିବରଣୀ ଓ ଫୁଟେଜ ପଠାଗଲା। ସେହି ଫୁଟେଜରୁ ଅପରାଧୀକୁ ଚନ୍ଦ୍ରଭାନୁ ସରଖ ବୋଲି ଚିହ୍ନାଗଲା। ବୟସ 37। ସେ ଏକ ମୋବାଇଲ ଚୋରି ମାମଲାରେ ଅଭିଯୁକ୍ତ ଥିଲା। ତାର ଫଟୋକୁ ପୋଷ୍ଟର କରି ରାଜ୍ୟ ଯୋଡ଼େ ବାଣ୍ଟି ଦିଆଗଲା। ତାର ସୂଚନା ଦେବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଗଲା। କିନ୍ତୁ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଠିଲା, ଜଣେ ଅପରାଧୀ ସହ ଅନୂହ୍ୟା କାହିଁକି ବାଇକରେ ଯିବା ଦରକାର? ଏହି ପ୍ରଶ୍ନର ଉତ୍ତର କେବଳ ଚନ୍ଦ୍ରଭାନୁଠାରୁ ହିଁ ମିଳିପାରିବ। ଶେଷରେ ନାସିକରେ ଏକ ଲଜରେ ସେ ଅଛି ବୋଲି ଏକ ସୂତ୍ର ମିଳିଲା। ପୁଲିସ ତାକୁ ଗିରଫ କଲା। ପ୍ରଥମେ ମୋତେ କିଛି ଜଣା ନାହିଁ ବୋଲି ଚିତ୍କାର କଲା, କିନ୍ତୁ ପୁଲିସର ତଦନ୍ତର ଚାପ ଆଗରେ ସେ ସ୍ୱୀକାର କଲା। ଚନ୍ଦ୍ରଭାନୁ ତାର କାହାଣୀ କହିଲା। ଛୋଟ ଚୋରିରୁ ଲାଭ ନାହିଁ ବୋଲି କାହାକୁ ଅପହରଣ କରି ଟଙ୍କା ଆଦାୟ କରିବାକୁ ଯୋଜନା କରିଥିଲା। ଜାନୁଆରୀ 5 ତାରିଖରେ ଲୋକମାନ୍ୟ ତିଲକ ଟର୍ମିନାଲରେ ଅପେକ୍ଷା କରୁଥିଲା। ସକାଳ 4ଟାରେ ମଦ ପିଇ ଗନ୍ଧ ନ ଆସିବା ପାଇଁ ଚୁଇଙ୍ଗମ ଚୋବାଇ
बॉडी स्प्रे लगाई स्टेशन को गला। ट्रेन 4:50 आसीबो जानी अपेक्षा करुथिला। ट्रेन आसिला बेले भिड़रे एका ओल्लाइथिबा अनुहिया को लक्ष्य कला। टैक्सी माडाम बोली चित्कार करी ता पाखकु गला। एहा एको साधारण कथा। से तार स्ट्रोलर ब्याग ताकु देई ता पछरे चलिला। सेही दृश्य सीसीटीवी रे रेकर्ड हेला। किंतु स्टेशनरू बाहरिबा परे चंद्रभानु ब्याग को बाइकरे रखिला बेले अनुहिया आश्चर्य हेला। से कहिला, मु गोटे गरीब, टैक्सी किनिबा सामर्थ्य नाही, बाइकरे नहीं छाड़िबी। तुमे इच्छा अनुसारे टंका दियो, सेही टंका मो पाई बड़, तारे मो पिला माने बंचिबे बोली दयनीय भावे कहिला। निजर फोन नंबर बाइक नंबर रखिबाकू कहिला। तुमको निरापदरे पहुंचाई देबी बोली भरोसा देला। ताकू भाबिबाकू समय न देई तरबर करी बाइकरे चढ़ाई नेला। अनुहिया कहिला, अंधेरी ढेस्तकू जिबाकू हेबो, 300 टंका दियो यथेष्ट बोली चंद्रभानु कहिला। निजर फोन ओ बाइक नंबर लेखि रखिबाकू कहिला। से ताहा लेखि नेला। दुहे बाइकरे बाहरिले। सेही दृश्य भी सीसीटीवी रे रेकर्ड हेला। किंतु स्टेशनरू अल्प दूरे से रास्ता बदलाइला। एही रास्तारे समय बंचिबो बोली सांत्वना देला। से ताहा विश्वास कला, आउ किछि पचारिला नाही। एहा ही तार दुर्भाग्यर कारण हेला। प्राय 10 किलोमीटर जिबा परे चंद्रभानु एक सुखिला जंगल झाड़ीपोड़ी रे भरा जागा चिन्हिला। बाइक अटकाई किछि समस्या होईछि बोली अभिनय करी कहिला, ओल्लाओ। से भयरे ओल्लाइला। से बाइक जांच करुथिबा परी अभिनय कला। शीतकाळर सकाळर मलिन आलोकरे तार मुहर भाव बुझिबाकू तार साध्य हेला नाही। सेही समयरे टैक्सी बोली कही बाइक कहिबा बेले ताकू मना करिबा उचित थिला। अपरिचितंको सह न जाई लाइसेंस थिबा टैक्सी किंबा ऑटो बाछिबा उचित थिला। सेही मुहूर्तरे अति कमरे गोटिए टैक्सी डाकी थांता। किंतु भाबिबाकू समय न देई चंद्रभानु ताकू भयभीत करी निजर चालबाजी आरंभ कला। किछि गाड़ी रास्तारे जाऊ आसुथिबा से लक्ष्य करिथिला। सेतेबेले जदि से कही थांता, तुमे जाओ, मु अन्य टैक्सी डाकुछि, तेबे हुए तो बंची जाई थांता। किंतु समय गड़ी चलिला। बाइक स्टार्ट हेला नाही। 5-10 मिनिट गला। रास्तारे कौनसी गाड़ी न देखी चंद्रभानु हठात उठी बाम हातरे तार मुह चापी डाहाण हातरे ताकू जंगल भितरकू टाणी नेला। ताकू भूमिरे ठेली देई कुस्ती खेल परी ता उपरे बसी मुहरे बारंबार मुगुर मारिबा आरंभ कला। से संपूर्ण भयभीत होईगला। एक मुहूर्त पाई ताकू ठेली दूर करिबाकू चेष्टा कला। किंतु पाखरे थिबा बड़ पत्थर देई तार मुंडरे आघात कला। से अज्ञान हेबा पर्यंत मारुथिला। सेही अवस्थारे ताकू बलात्कार करी तार ओढ़णी देई गला चिपी हत्या कला। तार जिनिसरू टंका, खोन, लापटप, ट्राभेल ब्याग, अलंकार चोरी करी बाइकरे पड़ाइला। एहा ही तार कृतकर्म बोली चंद्रभानु पुलिसकू स्वीकार कला। एही प्रमाण आधाରରେ पुलिस ताकू कोर्टरे हाजर कला। महिला कोर्ट एही मामलार शुणाणी कला। 2015 सालरे ताकू मृत्युदंड दियागला। 2018 सालरे मुंबई हाईकोर्ट एही रायकू निश्चित कला। सेमानंको झियर अकाल अमानवीय मृत्युर कारण होइथिबा व्यक्ति शास्ति पाइले भी से आउ फेरी आसिबो नाही। सबुबेले अपरिचितंको ठारू दूरेई रहिबा दरकार। सेमानंको सह कम कथा हेबा दरकार। आवश्यक हेले समस्तंको ध्यान आकर्षण करिबा परी चित्कार करी लोकंकु डाकिबा दरकार। एठारे लज्जा करिबार कौनसी स्थान नाही। एही घटनारू भय पाइबार दरकार नाही। किंतु सतर्कतार सह बंचिबा दरकार। भल ओ खरापकू पिलांकू सिखाइबा दरकार। झियंकू साहस सहित बुद्धि ओ चतुरता भी देबा दरकार। अनुहिया भी बारंबार संदेह करिथिला। किंतु प्रत्येक थर से ठीक अछि बोली चुप रहिथिला। केवल थरे यथेष्ट
ମୁଁ ଅନ୍ୟ ରାସ୍ତାରେ ଯାଉଛି ବୋଲି କହିଥାନ୍ତା, ତେବେ ହୁଏତ ସେହି ରାସ୍ତାରେ ଯାଉଥିବା କେହି ଜଣେ ତାକୁ ବଞ୍ଚାଇଥାନ୍ତା। ଝିଅଙ୍କ ପାଇଁ ଏହି କାହାଣୀ ପଢୁଥିବା ପ୍ରତ୍ୟେକଙ୍କ ପାଇଁ ଏକ ସନ୍ଦେଶ, ଚତୁରତାରେ ସତର୍କତାରେ ବଞ୍ଚ। ତୁମ ଘରେ ଲୋକଙ୍କ ସୁରକ୍ଷା ସେମାନଙ୍କ ଚତୁରତା ଉପରେ ନିର୍ଭର କରେ।